ଆପଣ ଦେଖିଥିବେ ଅନେକ ମନ୍ଦିରର ବାହ୍ୟ କାନ୍ଥରେ ମିଥୁନ ମୂର୍ତ୍ତି ବା କାମକଳା ଚିତ୍ର ରହିଥାଏ। ହେଲେ କାହିଁକି? ଏହା ତ ସମାଜକୁ ଖରାପ ବାର୍ତ୍ତା ଦେଉଛି। ଆସନ୍ତୁ ଜାଣିବା ଏହା ପଛର ବିଭିନ୍ନ କାରଣ ଗୁଡ଼ିକୁ। ତନ୍ତ୍ରବାଦରେ ଏହି ମିଳନ ହେଉଛି ପ୍ରକୃତିରେ ପୁରୁଷ ଓ ମହିଳାଙ୍କ ଏକାଠି ହେବାର ପ୍ରତୀକ। ପୁରାଣ ଅନୁସାରେ ଏହି ଚିତ୍ରଗୁଡ଼ିକ ମନ୍ଦିରକୁ ବଜ୍ରପାତ ତଥା ବାହ୍ୟ ଅନିଷ୍ଟ ଶକ୍ତିରୁ ରକ୍ଷା ପାଇଁ ତିଆରି ହୋଇଥାଏ। ସାମାଜିକ ଶିକ୍ଷାରେ ଏହା ବିବାହିତ ଜୀବନ, ପରିବାର ଧର୍ମ ଓ ସନ୍ତାନ ଉତ୍ପତ୍ତି ବିଷୟରେ ଶିକ୍ଷା ଦେବାର ଉପାୟ ଥିଲା। ଜୀବନର ସମ୍ପୂର୍ଣ୍ଣତାର ପ୍ରତୀକ। ହିନ୍ଦୁ ଦର୍ଶନରେ ଜୀବନକୁ 4 ପୁରୁଷାର୍ଥରେ ବିଭକ୍ତ କରାଯାଇଛି, ଯେମିତିକି ଧର୍ମ, ଅର୍ଥ, କାମ ଓ ମୋକ୍ଷ। ମନ୍ଦିରରେ କାମକଳା ଚିତ୍ର ରଖିବାର ଅର୍ଥ କାମ ତଥା ଇଚ୍ଛା ବା ଭୋଗ ମଧ୍ୟ ଜୀବନର ଏକ ସ୍ୱାଭାବିକ ଓ ପବିତ୍ର ଅଂଶ। ଆଧ୍ୟାତ୍ମିକ କାରଣରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ସାଂସାରିକ ଇଚ୍ଛା ଓ ଭୌତିକ କାମନାକୁ ବାହାରେ ଛାଡ଼ି ପବିତ୍ର ଭାବରେ ମନ୍ଦିର ଭିତରେ ପ୍ରବେଶ କରୁ। ତେଣୁ ମନ୍ଦିର ଭିତରେ ଥିବା ଏହି ଚିତ୍ରଗୁଡ଼ିକ ଅଶ୍ଳୀଳତାକୁ ନୁହେଁ, ଏହା ମଣିଷ ଜୀବନର ସୃଷ୍ଟି, ଧର୍ମ ଓ ଆଧ୍ୟାତ୍ମିକତାର ସମନ୍ୱୟକୁ ଦର୍ଶାଏ।